एकं शास्त्रं देवकीपुत्र गीतम् एको देवो देवकीपुत्र एव एको मन्त्रस्तस्य नामानि यानि कर्माप्यक्यं तस्य देवस्य सेवा। धर्मक्षेत्रे कुरुक्षेत्रे समवेता जुजुत्सवः मामकाः पाण्डवश्चैव किम कुर्वत सञ्जय। धर्मक्षेत्र जे कुरुक्षेत्र सेठारे होइन एकत्र मोहर तथा पाण्डुसुते ଯୁଦ୍ଧ ଇଚ୍ଛାରେ ସମବେତେ କରନ୍ତି କିସ ଆଚରଣ କାହା ସାଥିରେ କାହାର ରଣ କିଏ ବା ଧର୍ମର ପ୍ରଭାବେ ଘର ଯୁଦ୍ଧକୁ ଛାଡ଼ିଯିବେ। ସନ୍ଧିରେ ଚଳାଇଲେ ମନ ସଞ୍ଜୟ କହତୁ ବଚନ ଯୁଦ୍ଧର ବାରତା ସମସ୍ତ ଜାଣିବା ପାଇଁ ହୋଇଲୁ ବ୍ୟସ୍ତ। ମନ୍ତ୍ରୀକୁ ପାଖରେ ବସାଇ ଅମ୍ବିକା ଶୁନୁ ପଚାରଇ। ଧୃତରାଷ୍ଟ୍ର କହିଲେ, ହେ ସଞ୍ଜୟ, ମୋର ପୁତ୍ରଗଣ ଏବଂ ପାଣ୍ଡୁପୁତ୍ରଗଣ ଯୁଦ୍ଧ କରିବାକୁ ଇଚ୍ଛା କରି ତୀର୍ଥକ୍ଷେତ୍ର ଧର୍ମକ୍ଷେତ୍ର କୁରୁକ୍ଷେତ୍ର ନାମକ ସ୍ଥାନରେ ଏକତ୍ର ହୋଇ କ'ଣ କଲେ? ଭଗବଦ୍ଗୀତା ଭଗବତ୍ ବିଜ୍ଞାନ ଅଟେ। ପୃଥିବୀର ଚାରିଆଡ଼େ ସମସ୍ତ ଏହା ପାଠ କରନ୍ତି। ଗୀତା ମାହାତ୍ମ୍ୟରେ ଗୀତା ପାଠର ମହିମା କଥା କୁହାଯାଇଛି। ସେଥିରେ କୁହାଯାଇଛି ଯେ ବ୍ୟକ୍ତି ଭଗବାନ ଶ୍ରୀକୃଷ୍ଣଙ୍କର ଏକ ଭକ୍ତଙ୍କର ସହାୟତାରେ ବଡ଼ ଯତ୍ନର ସହିତ ଭଗବଦ୍ଗୀତା ପାଠ କରିବା ଉଚିତ ଏବଂ ସେଥିରେ କୌଣସି ବ୍ୟକ୍ତିଗତ ବ୍ୟାଖ୍ୟା ବା ମତାମତ ନ ଯୋଡ଼ି ତାହାକୁ ବୁଝିବାକୁ ଚେଷ୍ଟା କରିବା ଉଚିତ। କିପରି ଭଗବଦ୍ଗୀତାକୁ ଭଲ ଭାବରେ ବୁଝିବାକୁ ହେବ ତାହାର ଉଦାହରଣ ଭଗବଦ୍ଗୀତାରେ ହିଁ ଅଛି। ଅର୍ଜୁନ ପ୍ରତ୍ୟକ୍ଷ ଭାବରେ ଭଗବାନଙ୍କ ଠାରୁ ଗୀତାବାଣୀ ଶ୍ରବଣ କରିଛନ୍ତି ଏବଂ ସେ ଯେପରି ଏହାକୁ ବୁଝିଲେ ସମସ୍ତେ ସେହିପରି ଭାବରେ ବୁଝିବା ଉଚିତ। ଯଦି କେହି ଭାଗ୍ୟବାନ ବ୍ୟକ୍ତି ବ୍ୟକ୍ତିଗତ ବ୍ୟାଖ୍ୟା ଗ୍ରହଣ ନ କରି ଅର୍ଜୁନଙ୍କ ପରି ଗୁରୁ ପରମ୍ପରାରେ ଆସୁଥିବା ଗୁରୁଙ୍କଠାରୁ ଭଗବଦ୍ଗୀତା ବୁଝେ ତାହେଲେ ସେ ସମସ୍ତ ଦୈବିକ ଜ୍ଞାନ ଏବଂ ପୃଥିବୀର ସମସ୍ତ ଶାସ୍ତ୍ର ଜ୍ଞାନକୁ ଟପିଯିବ। ଅନ୍ୟ ଗ୍ରନ୍ଥମାନଙ୍କରେ ଯାହା ସବୁ ଅଛି ସବୁ ଭଗବଦ୍ଗୀତାରେ ଅଛି, କିନ୍ତୁ ପାଠକ ଆହୁରି ଏପରି ଅନେକ କଥା ଭଗବଦ୍ଗୀତାରେ ପାଇବ ଯାହା ଅନ୍ୟ କୌଣସି ଗ୍ରନ୍ଥରେ ମିଳିବ ନାହିଁ। ତାହା ହେଉଛି ସ୍ୱତନ୍ତ୍ର ମାନଦଣ୍ଡ। ଏହା ହେଉଛି ପୂର୍ଣ୍ଣ ଭଗବତ୍ ବିଜ୍ଞାନ, କାରଣ ଏହା ପ୍ରତ୍ୟକ୍ଷ ଭାବରେ ପରମପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା କୁହାଯାଇଛି। ଧୃତରାଷ୍ଟ୍ର ଏବଂ ସଞ୍ଜୟଙ୍କ ମଧ୍ୟରେ ମହାଭାରତର ବର୍ଣ୍ଣିତ ହୋଇଥିବା ଏ ଯେଉଁ ବିଷୟ ଆଲୋଚନା କରାଗଲା ତାହା ହିଁ ମହାନ ଦାର୍ଶନିକ ଶାସ୍ତ୍ର ମୌଳିକ ନୀତି ରୂପେ ପ୍ରତିଷ୍ଠିତ ହୋଇଛି। ଜଣାଯାଇଛି ଯେ ଏହି ଦର୍ଶନ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ହିଁ ପ୍ରକାଶ କରାଯାଇଅଛି। କୁରୁକ୍ଷେତ୍ର କେଉଁ ଅବିସ୍ମରଣୀୟ ଦୈବିକ ଯୁଗରୁ ଏକ ପବିତ୍ର ତୀର୍ଥସ୍ଥାନ ରୂପେ ଖ୍ୟାତି ଲାଭ କରିଆସୁଅଛି। ଯେତେବେଳେ ସ୍ୱୟଂ ଭଗବାନ ଧରାଧାମରେ ଲୋକଶିକ୍ଷା ନିମିତ୍ତ ଉପସ୍ଥିତ ଥିଲେ ସେତିକିବେଳେ ହିଁ ଏ ଦର୍ଶନ ଭଗବାନଙ୍କ ଦ୍ୱାରା କୁହାଯାଇଅଛି। ଏଠାରେ ବ୍ୟବହୃତ କୁରୁକ୍ଷେତ୍ର ଶବ୍ଦ ବଡ଼ ଅର୍ଥପୂର୍ଣ୍ଣ ଅଟେ, କାରଣ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ପରମପୁରୁଷ ଭଗବାନ ଅର୍ଜୁନଙ୍କ ପକ୍ଷରେ ଥିଲେ। କୌରବମାନଙ୍କର ପିତା ଧୃତରାଷ୍ଟ୍ର ଯୁଦ୍ଧରେ ତାଙ୍କର ପୁତ୍ରମାନଙ୍କର ବିଜୟ ସମ୍ବନ୍ଧରେ ବଡ଼ ସନ୍ଦିହାନ ଥିଲେ। ଏହି ସନ୍ଦେହରେ ପଡ଼ି ସେ ତାଙ୍କର ସଚିବ ସଞ୍ଜୟଙ୍କୁ ପ୍ରଶ୍ନ କଲେ, ମୋର ପୁତ୍ର ଓ ପାଣ୍ଡୁଙ୍କ ପୁତ୍ରଗଣ କ'ଣ କଲେ? ସେ ଏକଥା ଭଲ ଭାବରେ ଜାଣିଥିଲେ ଯେ ତାଙ୍କର ପୁତ୍ର ଏବଂ ତାଙ୍କ ସାନ ଭାଇ ପାଣ୍ଡୁଙ୍କ ପୁତ୍ରଗଣ ଯୁଦ୍ଧ କରିବା ନିମିତ୍ତ ଦୃଢ଼ ନିଶ୍ଚିତ ହୋଇ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଏକତ୍ର ହୋଇଛନ୍ତି। ତଥାପି ତାଙ୍କର ପ୍ରଶ୍ନ ବଡ଼ ଗୁରୁତ୍ୱପୂର୍ଣ୍ଣ ଅଟେ। ଭାଇ ଭାଇ ମଧ୍ୟରେ ହେଉଥିବା ଯୁଦ୍ଧରେ ଗୋଟିଏ ଆପୋଷ ମିଳାମିଶା ହୋଇଯାଉ ଏହା ସେ ଚାହୁଁନଥିଲେ, କିନ୍ତୁ ଏ ଯୁଦ୍ଧରେ ତାଙ୍କ ପୁତ୍ରମାନଙ୍କର ଭାଗ୍ୟ କ'ଣ ହେବ ତାହା ହିଁ ସେ ଜାଣିବାକୁ ଚାହୁଁଥିଲେ। ଯେହେତୁ କୁରୁକ୍ଷେତ୍ରରେ ଯୁଦ୍ଧ ହେବାକୁ ଯାଉଛି, ତେଣୁ ଧୃତରାଷ୍ଟ୍ର ବଡ଼ ଶଙ୍କାକୁଳ ହୋଇପଡ଼ିଥିଲେ, କାରଣ ଯୁଦ୍ଧ ଉପରେ ଧର୍ମକ୍ଷେତ୍ର ବା ତୀର୍ଥସ୍ଥାନର ଖୁବ୍ ପ୍ରଭାବ ଅଛି। ଏ କୁରୁକ୍ଷେତ୍ର ସମ୍ବନ୍ଧରେ ବେଦରେ ମଧ୍ୟ ବର୍ଣ୍ଣନା ଅଛି। ଏ ତୀର୍ଥସ୍ଥଳଟି ଦେବଲୋକର ଅଧିବାସୀ ଦେବତାମାନଙ୍କର ମଧ୍ୟ ପୂଜ୍ୟସ୍ଥଳ ଅଟେ। ସେ ଭଲ ଭାବରେ ଜାଣିଥିଲେ ଯେ କୁରୁକ୍ଷେତ୍ରର ରୂପ ଧର୍ମକ୍ଷେତ୍ରରେ ଅନୁଷ୍ଠିତ ଯୁଦ୍ଧଟି ଅର୍ଜୁନ ଆଦି ପାଣ୍ଡବମାନଙ୍କ ପକ୍ଷରେ ଅନୁକୂଳ ହେବ, କାରଣ ସେମାନେ ସ୍ୱଭାବତଃ ଧାର୍ମିକ ଅଟନ୍ତି। ସଞ୍ଜୟ ବ୍ୟାସଦେବଙ୍କର ଶିଷ୍ୟ ଥିଲେ, ତେଣୁ ବ୍ୟାସଙ୍କ କୃପାରୁ ସେ ଧୃତରାଷ୍ଟ୍ରଙ୍କ କୋଠରୀ ମଧ୍ୟରେ ବସି ରହିଥିଲେ ସୁଦ୍ଧା କୁରୁକ୍ଷେତ୍ର ଯୁଦ୍ଧଭୂମିରେ କ'ଣ ହେଉଛି ସବୁକିଛି ଦେଖିପାରୁଥିଲେ। ତେଣୁ ଧୃତରାଷ୍ଟ୍ର ଯୁଦ୍ଧର ଘଟଣାବଳୀ ସମ୍ପର୍କରେ ତାଙ୍କୁ ପଚାରୁଥିଲେ। ପାଣ୍ଡବମାନେ ଓ ଧୃତରାଷ୍ଟ୍ରଙ୍କ ପୁତ୍ରଗଣ ଏକ ପରିବାରର ଅଟନ୍ତି, କିନ୍ତୁ ଧୃତରାଷ୍ଟ୍ରଙ୍କ ମନ ଏଠାରେ ଉନ୍ମୁକ୍ତ ହୋଇଯାଉଛି। ସେ ଜାଣିଶୁଣି କେବଳ ତାଙ୍କର ପୁତ୍ରମାନଙ୍କୁ କୌରବ ବୋଲି ସମ୍ବୋଧନ କରୁଛନ୍ତି ଏବଂ ପାଣ୍ଡୁଙ୍କ ପୁତ୍ରମାନଙ୍କୁ ବଂଶରୁ ଅଲଗା କରିଦେଉଛନ୍ତି। ତେଣୁ ଧୃତରାଷ୍ଟ୍ରଙ୍କର ପାଣ୍ଡୁଙ୍କ ପୁତ୍ରମାନଙ୍କ ସହ କି ପ୍ରକାର ସମ୍ପର୍କ ଥିଲା ଜଣେ ଭଲ ରକମେ ବୁଝିପାରିବ ଏବଂ ସେଥିରୁ ଧୃତରାଷ୍ଟ୍ରଙ୍କ ସ୍ଥାନ କେଉଁଠି ଜଣେ ଜାଣିପାରିବ।
ଯେପରି ଧାନ କ୍ଷେତରେ ଅନେକ ବାଳୁଙ୍ଗା ଥାଏ, କିନ୍ତୁ କୃଷକ ସେଗୁଡ଼ିକ ଉପାଡ଼ି ଫୋପାଡ଼ି ଦିଏ, ଠିକ୍ ସେହିପରି ଏ ଘଟଣାର ପ୍ରାରମ୍ଭରୁ ଧର୍ମର ପିତା ଭଗବାନ ଉପସ୍ଥିତ ଥିବା ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଦୁର୍ଯ୍ୟୋଧନ ଆଦି ଧୃତରାଷ୍ଟ୍ରଙ୍କର ପୁତ୍ରଗଣ ଏବଂ ସେଠାରେ ଉପସ୍ଥିତ ଅନ୍ୟ ସମସ୍ତ କୂଳ ବାଳୁଙ୍ଗା ସମସ୍ତଙ୍କୁ ଭଗବାନ ଶ୍ରୀକୃଷ୍ଣ ସମ୍ପୂର୍ଣ୍ଣ ରୂପେ ଉପାଡ଼ି ଫୋପାଡ଼ି ଦେବେ ଏବଂ ଧର୍ମରାଜ ଯୁଧିଷ୍ଠିରଙ୍କ ନେତୃତ୍ୱରେ ପରିଚାଳିତ ପୂର୍ଣ୍ଣ ଧାର୍ମିକ ବ୍ୟକ୍ତିମାନଙ୍କୁ ଭଗବାନ ପ୍ରତିଷ୍ଠା କରିବେ। କୁରୁକ୍ଷେତ୍ର ଏବଂ ଧର୍ମକ୍ଷେତ୍ର ଶବ୍ଦ ଦୁଇଟିରେ ଯାହା କିଛି ଐତିହାସିକ ଓ ଦୈବିକ ଗୁରୁତ୍ୱ ଥାଉନା କାହିଁକି, ଏହା ହେଉଛି ତାହାର ତାତ୍ପର୍ଯ୍ୟ। ଦୃଷ୍ଟା ତୁ ପାଣ୍ଡବାନିକଂ ବ୍ୟୁଢ଼ଂ ଦୁର୍ଯ୍ୟୋଧନସ୍ତଦା ଆଚାର୍ଯ୍ୟ ମୁମ ସଂଗମ୍ୟ ରାଜା ବଚନମବ୍ରବୀତ। ବ୍ୟାସ କୃପାରୁ ଦିବ୍ୟନେତ୍ର ଲୋଭି ସଞ୍ଜୟ ମହାପାତ୍ର ଯୁଦ୍ଧର ଘଟଣା ସକଳେ ଦେଖିଣ ଦିବ୍ୟ ଦୃଷ୍ଟି ବଳେ। କହନ୍ତି ଧୃତରାଷ୍ଟ୍ର ଆଗେ ସମସ୍ତ ବୃତ୍ତାନ୍ତ ସଭାଗେ ପାଣ୍ଡବ ବଳ ସୁପ୍ରସ୍ତୁତ ବ୍ୟୁହ ଭାବରେ ସୁସଜ୍ଜିତ। ଦେଖିଣ ରାଜା ଦୁର୍ଯ୍ୟୋଧନ ଚିନ୍ତିତ ହେଲା ତାଙ୍କ ମନ ଦ୍ରୋଣଙ୍କ ପାଶେ ଉପସ୍ଥିତ ହୋଇଣ ତେବେ ତବ ସୁତ। ସଧିରେ କହନ୍ତି ବଚନ ଉଭୟ ସେନା ବିବରଣ। ସଞ୍ଜୟ କହିଲେ, ହେ ରାଜା, ବ୍ରଜ ବିହୁରେ ସୁସଜ୍ଜିତ ପାଣ୍ଡବମାନଙ୍କର ସୈନ୍ୟମାନଙ୍କୁ ଦେଖିସାରିଲା ପରେ ରାଜା ଦୁର୍ଯ୍ୟୋଧନ ଗୁରୁଙ୍କ ନିକଟକୁ ଗଲେ ଏବଂ ନିମ୍ନମତେ କହିବାକୁ ଲାଗିଲେ। ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ ଥିଲେ। ଦୁର୍ଭାଗ୍ୟବଶତଃ ସେ ଦିବ୍ୟ ଦୃଷ୍ଟିରୁ ମଧ୍ୟ ବଞ୍ଚିତ ହୋଇଥିଲେ। ସେ ଏକଥା ଭଲ ରକମେ ଜାଣିଥିଲେ ଯେ ତାଙ୍କ ପୁତ୍ରଗଣ ମଧ୍ୟ ତାଙ୍କ ପରି ଧର୍ମନୀତି ସମ୍ବନ୍ଧରେ ଅନ୍ଧ ଅଟନ୍ତି ଏବଂ ସେ ଏକଥା ମଧ୍ୟ ନିଶ୍ଚିତ ଥିଲେ ଯେ ସେମାନେ କେବେ ହେଲେ ଆଜନ୍ମ ଧାର୍ମିକ ପାଣ୍ଡବମାନଙ୍କ ସହିତ ସନ୍ଧି କରିପାରିବେ ନାହିଁ। ଯଦିଓ ଦୁର୍ଯ୍ୟୋଧନଙ୍କୁ ଏଠାରେ ରାଜା ବୋଲି କୁହାଯାଇଛି, ତଥାପି ଅବସ୍ଥାର ଗୁରୁତ୍ୱ ଯୋଗୁଁ ସେ ସେନାପତିଙ୍କ ନିକଟକୁ ଯାଇଥିଲେ। ତେଣୁ ସେ ଏକ ରାଜନୀତିଜ୍ଞ ହେବାକୁ ସମ୍ପୂର୍ଣ୍ଣ ଯୋଗ୍ୟ ଥିଲେ। କିନ୍ତୁ ଦୁର୍ଯ୍ୟୋଧନଙ୍କର ଏ କୂଟନୀତିଜ୍ଞ ଢାଙ୍କୁଣୀ ଅର୍ଥାତ୍ ସେ ଜଣେ ଅତି ଦକ୍ଷ କୂଟନୀତିଜ୍ଞ ବା ରାଜନୀତିଜ୍ଞ ବୋଲି ଯାହା ବାହାରକୁ ଜଣାପଡ଼ୁଥିଲା, ତାଙ୍କର ଆଶଙ୍କାରୁ ଛପାଇ ଯାଇ ପାରିଲା ନାହିଁ। ପାଣ୍ଡବଙ୍କର ସୈନ୍ୟସଜ୍ଜା ଦେଖି ସେ ଯେ ଭୀତଗ୍ରସ୍ତ ହୋଇପଡ଼ିଥିଲେ, ଏହା ପରିଷ୍କାର ଭାବରେ ଜଣାପଡ଼ୁଥିଲା। ପଶ୍ୟତଂ ପାଣ୍ଡୁପୁତ୍ରାଣାମାଚାର୍ଯ୍ୟଂ ମହିତଂ ଚାମୁଂ ବ୍ୟୁଢ଼ାଂ ଦ୍ରୁପଦ ପୁତ୍ରଣ ତବ ଶିଷ୍ୟଣ ଧୀମତା। ଦେଖନ୍ତୁ ଆହେ ଗୁରୁଦେବ, ବିଶାଳ ସେନା ଏ ପାଣ୍ଡବ ଦ୍ରୁପଦ ରାଜାଙ୍କର ପୁତ୍ର, ତୁମର ବୁଦ୍ଧି ମନ୍ତ୍ର ଛାତ୍ର ସଜାଇଛନ୍ତି ବ୍ୟୁହକାରେ ଅଭେଦ୍ୟ ଦୁର୍ଗ ପରିକାରେ। ହେ ଆଚାର୍ଯ୍ୟ, ପାଣ୍ଡୁପୁତ୍ରମାନଙ୍କର ଏ ବିରାଟ ସୈନ୍ୟବାହିନୀକୁ ଦେଖନ୍ତୁ। ଏହା ଆପଣଙ୍କର ଅତି ବୁଦ୍ଧିମାନ ଶିଷ୍ୟ ଦ୍ରୁପଦ ପୁତ୍ର ଧୃଷ୍ଟଦ୍ୟୁମ୍ନଙ୍କ ଦ୍ୱାରା ବ୍ୟୁହକାରରେ ସଜ୍ଜିତ ହୋଇଅଛି। ଶ୍ରୋତାଗଣ, ଦୁର୍ଯ୍ୟୋଧନ ଜଣେ ବିଶିଷ୍ଟ କୂଟନୀତିଜ୍ଞ ଥିଲେ। ସେ ଏଠାରେ ବିଶିଷ୍ଟ ବ୍ରାହ୍ମଣ ସେନାପତି ଦ୍ରୋଣାଚାର୍ଯ୍ୟଙ୍କର ଭୁଲ ଦେଖାଇବାକୁ ଇଚ୍ଛା କରୁଛନ୍ତି। ଦ୍ରୋଣାଚାର୍ଯ୍ୟଙ୍କର ଦ୍ରୁପଦ ରାଜାଙ୍କ ସହିତ କୌଣସି ରାଜନୈତିକ କଳହ ଥିଲା। ଦ୍ରୁପଦ ହେଉଛନ୍ତି ଅର୍ଜୁନଙ୍କର ସ୍ତ୍ରୀ ଦ୍ରୌପଦୀଙ୍କର ପିତା। ସେ କଳହ ଯୋଗୁଁ ଦ୍ରୁପଦ ଏକ ବିରାଟ ଯଜ୍ଞାନୁଷ୍ଠାନ କଲେ। ସେ ଯଜ୍ଞରୁ ତାଙ୍କୁ ଏହି ବର ମିଳିଲା ଯେ ସେ ଏପରି ଏକ ପୁତ୍ର ଲାଭ କରିବେ ଯେ କି ଦ୍ରୋଣାଚାର୍ଯ୍ୟଙ୍କୁ ବଧ କରିପାରିବ। ଏକଥା ଦ୍ରୋଣାଚାର୍ଯ୍ୟ ଭଲ ଭାବରେ ଜାଣିଥିଲେ। ସେ ଜଣେ ଉଦାର ହୃଦୟ ବିଶିଷ୍ଟ ବ୍ରାହ୍ମଣ ଥିଲେ। ସେ ଜଣେ ଉଦାର ହୃଦୟ ବିଶିଷ୍ଟ ହୋଇଥିବାରୁ ଯେତେବେଳେ ଦ୍ରୁପଦଙ୍କ ପୁତ୍ର ଧୃଷ୍ଟଦ୍ୟୁମ୍ନ ଅସ୍ତ୍ରବିଦ୍ୟା ଶିକ୍ଷା କରିବା ନିମିତ୍ତ ତାଙ୍କର ଶିଷ୍ୟ ହେବାକୁ ଗଲେ, ସେତେବେଳେ ସେ ତାଙ୍କୁ ସମସ୍ତ ଗୁପ୍ତ ଯୁଦ୍ଧ କୌଶଳ ବିନା ଦ୍ୱୈଧାରେ ଶିକ୍ଷା ଦେଇଥିଲେ। ବର୍ତ୍ତମାନ କୁରୁକ୍ଷେତ୍ର ଯୁଦ୍ଧରେ ଧୃଷ୍ଟଦ୍ୟୁମ୍ନ ପାଣ୍ଡବମାନଙ୍କ ପକ୍ଷ ଗ୍ରହଣ କଲେ ଏବଂ ସେ ଦ୍ରୋଣାଚାର୍ଯ୍ୟଙ୍କଠାରୁ ଯୁଦ୍ଧ କୌଶଳ ଶିକ୍ଷା କରିବା ପରେ ବର୍ତ୍ତମାନ ପାଣ୍ଡବମାନଙ୍କର ସୈନ୍ୟମାନଙ୍କୁ ବ୍ୟୁହ ଆକାରରେ ସଜାଉଛନ୍ତି। ଦୁର୍ଯ୍ୟୋଧନ ଏଠାରେ ଦ୍ରୋଣାଚାର୍ଯ୍ୟଙ୍କର ଏହି ଭୁଲକୁ ଦର୍ଶାଉଛନ୍ତି, କାରଣ ସେ ତାଙ୍କର ଗତ ଭୁଲକୁ ମନେ ପକାଇ ସାବଧାନ ହେବେ ଏବଂ ଯୁଦ୍ଧରେ ଶିଥିଳତା ପ୍ରଦର୍ଶନ କରିବେ ନାହିଁ। ଏତଦ୍ୱାରା ସେ ଦର୍ଶାଇବାକୁ ଚାହୁଁଛନ୍ତି ଯେ ଦ୍ରୋଣାଚାର୍ଯ୍ୟ ତାଙ୍କର ପ୍ରିୟ ଶିଷ୍ୟ ପାଣ୍ଡବମାନଙ୍କ ବିରୋଧରେ ଯୁଦ୍ଧ କରୁଥିଲା ବେଳେ ଯେପରି କୋହଳ ନୀତି ଅନୁସରଣ ନ କରନ୍ତି। ଦୁର୍ଯ୍ୟୋଧନ ତାଙ୍କୁ ସାବଧାନ କରାଇଦେଲେ ଯେ ସେ ଯଦି ଏ ଯୁଦ୍ଧରେ କୋହଳ ନୀତି ଅନୁସରଣ କରନ୍ତି, ତାହେଲେ ପରାଜିତ ହେବାକୁ ପଡ଼ିବ। କାହିଁକି ନା ବିଶେଷ କରି ଅର୍ଜୁନ ତାଙ୍କର ଜଣେ ଅତି ବିଶିଷ୍ଟ ମେଧାବୀ ତଥା ପ୍ରିୟ ଛାତ୍ର ଥିଲେ। ଅତ୍ର ସୁରା ମହେଶ୍ୱସା ଭୀମାର୍ଜୁନା ସମାଯୁଧି ଯୁଯୁଧାନ ବିରାଷ୍ଟଶ୍ଚ ଦ୍ରୁପଦଶ୍ଚ ମହାରଥଃ
ଭୀମ ଅର୍ଜୁନ ସମବୀର ଅଛନ୍ତି ବହୁ ଧନୁର୍ଦ୍ଧର ମହାରଥୀ ଯେ ଯୁଯୁଧାନ ବିରାଟ ଦ୍ରୌପଦ ରାଜନ। ଏଠାରେ ଏ ସୈନ୍ୟବାହିନୀରେ ଭୀମ ଓ ଅର୍ଜୁନଙ୍କର ତୁଲ୍ୟ ଅନେକ ଧନୁର୍ଧାରୀ ବୀର ଅଛନ୍ତି। ପୁନଶ୍ଚ ଯୁଯୁଧାନ ବିରାଟ ଏବଂ ଦ୍ରୁପଦଙ୍କ ପରି ଅନେକ ବିଶିଷ୍ଟ ଯୋଦ୍ଧା ମଧ୍ୟ ଅଛନ୍ତି। ଦ୍ରୋଣାଚାର୍ଯ୍ୟଙ୍କୁ ଯୁଦ୍ଧ କୌଶଳ ଭଲ ରକମେ ଜଣାଥିଲା ଏବଂ ସେ ଜଣେ ବିଶିଷ୍ଟ ଯୋଦ୍ଧା ଥିଲେ। ଦ୍ରୋଣାଚାର୍ଯ୍ୟଙ୍କ ଯୁଦ୍ଧ କୌଶଳ ଆଗରେ ଧୃଷ୍ଟଦ୍ୟୁମ୍ନ ଯଦିଓ କିଛି ବଡ଼ ପ୍ରତିଦ୍ୱନ୍ଦ୍ୱୀ ନଥିଲେ, ତଥାପି ଆହୁରି ଅନେକ ଏପରି ଯୋଦ୍ଧା ସେଠାରେ ଥିଲେ ଯେଉଁମାନେ କି ଆଶଙ୍କାର କାରଣ ହୋଇଥିଲେ। ବିଜୟ ଲାଭର ମାର୍ଗରେ ସେମାନେ ହେଉଛନ୍ତି ବିରାଟ ପ୍ରତିବନ୍ଧକ, କାରଣ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଭୀମ ଓ ଅର୍ଜୁନଙ୍କ ପରି ଅତ୍ୟନ୍ତ ଭୟଙ୍କର ଥିଲେ। ଏକଥା ଦୁର୍ଯ୍ୟୋଧନ ପ୍ରକାଶ କଲେ। ସେ ଭୀମ ଓ ଅର୍ଜୁନଙ୍କର ବଳବୀର୍ଯ୍ୟ କଥା ଜାଣିଥିଲେ ଏବଂ ସେଥିପାଇଁ ସେ ଅନ୍ୟ ଯୋଦ୍ଧାମାନଙ୍କୁ ସେମାନଙ୍କ ସହ ତୁଳନା କଲେ। ଦୃଷ୍ଟ କେତୁ ଚେକିତାନଃ କାଶୀରାଜଶ୍ଚ ବୀର୍ଯ୍ୟବାନ୍ ପୁରୋଜିତ କୁନ୍ତି ଭୋଜଶ୍ଚ ଶୈବାଶ୍ଚ ନର ପୁଙ୍ଗବଃ। ଧୃତ କେତୁ ଯେ ଚେକିତାନ କାଶୀ ନରେଶ ବୀର୍ଯ୍ୟବାନ ଉରୁଜିତୁ ଯେ କୁନ୍ତିଭୋଜ ପୁରୁଷଶ୍ରେଷ୍ଠ ଶୈବ୍ୟରାଜ। ଆହୁରି ମଧ୍ୟ ଦୃଷ୍ଟକେତୁ ଚେକିତାନ କାଶୀରାଜ ପୁରୋଜିତ କୁନ୍ତିଭୋଜ ଏବଂ ଶୈବ୍ୟ ଆଦି ଅନେକ ମହାନ ଶକ୍ତିଶାଳୀ ରାଜା ଥିଲେ ମଧ୍ୟ। ଯୁଦ୍ଧାମନଶ୍ଚ ବିକ୍ରାନ୍ତ ଉତ୍ତମୌଜାଶ୍ଚ ବୀର୍ଯ୍ୟବାନ୍ ସୌଭଦ୍ର ଦ୍ରୌପଦୟାଶ୍ଚ ସର୍ବ ଏବ ମହାରଥଃ। ବିକ୍ରମଶାଳୀ ଯୁଦ୍ଧାମନ୍ୟୁ ସୁଭଦ୍ରସୁତ ଅଭିମନ୍ୟୁ ମହାପ୍ରତାପୀ ଉତ୍ତମୌଜା ଦ୍ରୌପଦୀ ସୁତ ମହାତେଜା ସରବେ ମହାରଥୀ ଜାଣ ଜିଣନ୍ତି ମହାମହାରଣ। ଅତ୍ୟନ୍ତ ବଳଶାୟୀ ଯୁଦ୍ଧାମନ୍ୟୁ, ବୀର୍ଯ୍ୟବାନ୍ ଉତ୍ତମୌଜା, ସୁଭଦ୍ରାଙ୍କ ପୁତ୍ର ଅଭିମନ୍ୟୁ ଏବଂ ଦ୍ରୌପଦୀଙ୍କ ପୁତ୍ରଗଣ ଏମାନେ ସମସ୍ତେ ସେ ସୈନ୍ୟବାହିନୀରେ ଅଛନ୍ତି। ଏମାନେ ସମସ୍ତେ ବିଶିଷ୍ଟ ମହାରଥୀ ଯୋଦ୍ଧା ବା ମହାରଥୀ ଅଟନ୍ତି। अस्माकं तु विशिष्टा जे तानि बोध द्विजोत्तम नायका मम सैन्यस्य संज्ञार्थ तान बब्रीमिते। आम्भ पक्षरे श्रेष्ठ वीर आबर नायक सेनार कहुछि नाम ताहांकर शुणन्तु आहे द्विजवर। हे द्विजोत्तम, आपणकर अवगति निमित्त मो सेना मानकरे ଯେଉଁମାନେ ସେନାପତି, ଯେଉଁମାନେ ବିଶେଷ କରି ସୈନ୍ୟ ଚାଳନାରେ ଦକ୍ଷ, ସେମାନଙ୍କ ସମ୍ବନ୍ଧରେ ମୁଁ କହୁଛି। ଶ୍ରୋତା ବନ୍ଧୁ, ଏଇ ଥିଲା ଆଜିର ଶ୍ଲୋକ। ଆଗାମୀ ଶ୍ଲୋକଠାରୁ ଆମେ ଆଗାମୀ ଭିଡ଼ିଓରେ ଆଲୋଚନା କରିବା। ସେତେ ପର୍ଯ୍ୟନ୍ତ ଆପଣ ଭିଡ଼ିଓ ଗୁଡ଼ିକ ଦେଖୁଥାନ୍ତୁ। ହରେ କୃଷ୍ଣ।